ଆଜି ଅଫିସରୁ ଆସିଲା ବେଳକୁ ଲେଟ୍ ହେଇଗଲା। ଏମାନେ ମଧ୍ୟ ଖାଇ ପିଇ ମଧ୍ୟ ଶୋଇପଡ଼ିଲେଣି। ଆରେ ଶୁଣୁଛ, ଆରେ ଶୋଇପଡ଼ିଲ ନା କ'ଣ? ତମେ ଆସିଗଲ? କଣ ରାତି 12ଟା ହେଲାଣି? ଆଜି କଣ ଏତେ ଲେଟ୍? ଆରେ କ'ଣ କରିବା, ଅଫିସରେ ବହୁତ କାମ ଥିଲା। ଆଉ ଆସିଲା ବେଳେ ନା ବାଟରେ ଗାଡ଼ିଟା ଟିକେ ଖରାପ ହେଇଗଲା, ତ ତାକୁ ସଜ କରିକି ଆସିଲା ସେଥିପାଇଁ ଲେଟ୍ ହେଇଗଲା। ଜଲ୍ଦି ଜଲ୍ଦି ବାଢ଼, ଭୋକ ପ୍ରବଳ ଜୋର ହେଲାଣି। ଆଉ ତମେ ତ ଖାଇ ଦେଇଥିବ, ମୋ ପାଇଁ ଜଲ୍ଦି ବାଢ଼ିଲ। କଣ କହିଲ? ମୁଁ ତମକୁ ଛାଡି ଦେଇକି ମୁଁ ଏକା ଖାଇ ଦେଇଛି? ତମେ ତ ଖାଇଦେବା କଥା। ଆରେ ମୋତେ କ'ଣ ୱେଟ୍ କରିଥିଲ? ଆଉ ତମେ କାହିଁ ଖାଇଲନି କ'ଣ ପାଇଁ? ଆରେ ତମେ 2ଟା ରୁଟି କମେଇବାକୁ କେତେ ପରିଶ୍ରମ କରୁଛ, ଆଉ ମୁଁ 2ଟା ରୁଟି କରିବାକୁ ମତେ କେତେ ସମୟ ଲାଗୁଛି? ମୁଁ ତ ଘରେ ବସିଛି। ତମେ 2ଟା ରୁଟି କମେଇବାକୁ କେତେ ପରିଶ୍ରମ କରୁଛ, କେତେ ଦିନ ରାତି କାମ କରୁଛ, କାହିଁକି ନା ଆମ ପେଟ ଭରିବା ପାଇଁ, ଆମ ପିଲାମାନଙ୍କ ପେଟ ଭରିବା ପାଇଁ। ତମେ କେତେ ଦୌଡ଼ି ଦପଡ଼ କରୁଛ ଏଇ ସାମାନ୍ୟ 2ଟା ରୁଟି ପାଇଁ। ତମେ କଣ କହୁଛ? ତମେ ରାତି 11ଟା 12ଟାରେ ଆସିବ, ତମେ ଏକା ଏକା ଖାଇବ? ଆରେ ତମେ ତ ଜାଣିଛ ମୁଁ ଅଫିସ ଆସିଲା ବେଳେ କେତେ କେତେ ଲେଟ୍ ହେଇଯାଉଛି। ଆରେ ତମେ ମୋ ପାଇଁ କାହିଁକି ଏତେ ରାତି ଯାଇକି ଉପାସ ରହିବ କହିଲ? ଆରେ ମୁଁ ତମ ସ୍ତ୍ରୀ, ତମେ ଯେତେ ରାତିକି ଆସ, ଘରେ ଯାହା ଥିବ ନା ଆମେ ସାଙ୍ଗ ହେଇକି ଖାଇବା, ଏଇଟା ମୋ କର୍ତ୍ତବ୍ୟ। ଆରେ ଏଇଟା ତ ତମର ପ୍ରତ୍ୟେକ ଦିନ, ସେଇଥିପାଇଁ ତ ମୁଁ ତମକୁ ଅନେଇକି ରହୁଛି। ଯେବେ ଦିନିକିଆ ହେଇଯାନ୍ତା ମୁଁ ତ ଖାଇକି ଶୋଇପଡନ୍ତି। ଆରେ 2ଟା ରାତି ହଉ ପଛେ ତମ ସାଙ୍ଗରେ ଶାନ୍ତିରେ ତ ଖାଇବି, କାହିଁକି ନା ଆରେ ତମକୁ ଫୋନ କଲେ ତମେ ଫୋନ ଉଠଉନ, କେତେ ବ୍ୟସ୍ତରେ ରହୁଛ, କୁଆଡେ କୁଆଡେ ଯାଉଛ, କଣ କେତେ କାମ କରୁଛ, ଆଉ ତମେ ନ ଆସିଲା ଯାହାଙ୍କେ ନା ମତେ ସବୁବେଳେ ଚିନ୍ତା ରହୁଛି। ତମେ ଘରକୁ ଆସିଗଲେ ନା ମତେ ବହୁତ ଖୁସି ଲାଗୁଛି। ଆରେ ପଇସା କେତେ କଷ୍ଟରେ କମଉଛ ମୁଁ ଜାଣିଛି, ଆଉ ତମେ କହୁଛ ନା କଣ ତମ ବିନା ମୁଁ ଖାଇକି ଶୋଇପଡିବି? ବାବା, ହଉ ଠିକ ଅଛି, ଚାଲ ଆମ ଦି ଜଣ ପାଇଁ ଖାଇବା ବାଢ଼, ସାଥି ହେଇକି ଆମେ ଖାଇବା। ଆରେ ମୁଁ ତ କେତେବେଳେ ବାଢି ସାରନ୍ତେଣି, ତମେ ତ ମୋ ସାଙ୍ଗରେ କଥା ହଉଛ। ତମେ କଣ କହିଥିଲ? 8ଟା ବେଳେ ଆସିଲେ ବୁଲିବାକୁ ଯିବା, ଆଉ ତମେ ତ ଆସୁଛ ରାତି 12ଟାକୁ, ଆଉ କେତେବେଳେ ବୁଲିବାକୁ ଯିବା? ହଉ ବାବା, ଆଜି ତ ଲେଟ୍ ହେଇଗଲା, ଆଉ କୋଉ ଦିନ ବୁଲିବାକୁ ପଳେଇବା, ଏଥିରେ ଅସୁବିଧା କ'ଣ ଅଛି?